ରାଜକୁମାରୀ ଓ ଶିମ୍ବ ମଞ୍ଜି। ଏକଦା ଗୋଟିଏ ଦେଶର ରାଜକୁମାର ନିଜର ବିବାହ ପାଇଁ ରାଜକୁମାରୀଟିଏ ଖୋଜି ଆଣିବାକୁ ଇଚ୍ଛା କରି ବିଭିନ୍ନ ଦେଶ ଭ୍ରମଣରେ ବାହାରିଲେ। ସେ ଏମିତି ଏକ ରାଜକୁମାରୀ ଚାହୁଁଥିଲେ ଯେ ଯାହାର କି ପ୍ରକୃତ ରାଜକୁମାରୀର ଗୁଣ ଥିବ। ସେ ବିଭିନ୍ନ ଦେଶ ବୁଲିଲେ ମଧ୍ୟ ଏମିତି ଜଣେ ରାଜକୁମାରୀର ସନ୍ଧାନ ପାଇଲେ ନାହିଁ। ତେଣୁ ଶେଷରେ ସେ ନିରୁତ୍ସାହିତ ହୋଇ ଫେରିଲେ, କାରଣ ସେ ଜଣେ ପ୍ରକୃତ ରାଜକୁମାରୀର ଗୁଣ ଥିବା ଏକ ପତ୍ନୀ ଚାହୁଁଥିଲେ। ହଠାତ୍ ଦିନେ ରାତ୍ରିରେ ଭୟଙ୍କର ଝଡ଼ ତୋଫାନ ହେଲା। ପ୍ରଚଣ୍ଡ ବର୍ଷା ସହ ଘଡ଼ଘଡ଼ି ମାରିଲା ଏବଂ ବିଜୁଳି ଆଲୋକରେ ଚାରିଆଡ଼ ଝଲସି ଉଠିଲା ଏବଂ ବର୍ଷା ଜଳ ପ୍ରବଳ ବେଗରେ ପ୍ରବାହିତ ହେବାକୁ ଲାଗିଲା। ଏହା ସମସ୍ତଙ୍କ ମନରେ ଭୀଷଣ ଭୟ ସଞ୍ଚାର କଲା। ଏହି ଝଡ଼ ତୋଫାନ ସମୟରେ ରାଜପ୍ରସାଦର ଫାଟକ ନିକଟରେ କିଏ ଜଣେ ଠକ୍ ଠକ୍ କଲା ଏବଂ ନିଜେ ବୃଦ୍ଧ ରାଜା ଫାଟକ ଖୋଲିଦେଲେ। ଖୋଲିଦେଇ ସେ ଦେଖିଲେ ଫାଟକ ବାହାରେ ରାଜକୁମାରୀ ଭଳି ଦେଖାଯାଉଥିବା ଜଣେ ଝିଅ ଅତି ଦୟନୀୟ ଭାବରେ ଠିଆ ହୋଇଛି। ତାର ମୁଣ୍ଡରୁ ଓ ପୋଷାକରୁ ବର୍ଷା ପାଣି ଧାର ଧାର ହୋଇ ବହିଯାଉଛି। ଝିଅଟିର ପରିଚୟ ପଚାରିବାରୁ ସେ କହିଲା ସେ ଜଣେ ରାଜକୁମାରୀ। ତାପରେ ରାଜା ସେ ଝିଅଟିକୁ ରାଜପ୍ରସାଦକୁ ଆଣିଲେ ଓ ବୃଦ୍ଧା ରାଣୀଙ୍କୁ କହିଲେ ଝିଅଟି ଜଣେ ରାଜକୁମାରୀ। ରାଣୀ ଝିଅଟିକୁ ନୂଆ ପୋଷାକ ପ୍ରଭୃତି ଦେଇ ତାକୁ ଖାଇବାକୁ ଦେଲେ। ଝିଅଟି ଖାଇସାରିବା ପରେ ରାଣୀ ସେ ଝିଅଟିର ଶୋଇବା ପାଇଁ ବ୍ୟବସ୍ଥା କଲେ। ରାଣୀ ସେ ଝିଅର ଶୋଇବା ଶେଯ ତଳେ ଗୋଟିଏ ଶିମ୍ବ ମଞ୍ଜି ରଖିଦେଲେ। ତାପରେ ସେ ମଞ୍ଜି ଉପରେ 20ଟି ଗଦି ଓ ତା ପରେ ପରେ ବତକ ପରରେ ତିଆରି 20ଟି ରେଜେଇ ପକାଇ ଦେଇ ଝିଅଟିକୁ ସେହି ଶେଯରେ ଶୋଇବାକୁ କହିଲେ। ଝିଅଟି ସେହି ଶେଯରେ ସେ ରାତିରେ ଶୋଇଲା। ତା ପରଦିନ ସକାଳେ ରାଣୀ ସେ ଝିଅଟିକୁ ରାତିର ଶୋଇବା ଶେଯ ସମ୍ପର୍କରେ ପଚାରିଲେ। ତହୁଁ ସେ ଝିଅଟି ଉତ୍ତର ଦେଲା ଶେଯଟି ସେତେ ଉନ୍ନତ ନଥିଲା। ରାତିରେ ଖୁବ୍ କମ୍ ସମୟ ପାଇଁ ତାକୁ ନିଦ ହୋଇଛି। ମୋ ଶେଯ ତଳେ ଯେମିତି ଏକ କଠିନ ପଦାର୍ଥ ଥିଲା ଯାହା ମୋ ଦେହରେ ନୂଳା ବସେଇ ଦେଇଛି। ସେଇ କଠିନ ପଦାର୍ଥଟି ମୋତେ ବହୁତ କଷ୍ଟ ଦେଇଛି। ରାଜା ଆଉ ରାଣୀ ଏ କଥା ଶୁଣି ନିଶ୍ଚିନ୍ତ ହେଲେ ଯେ ସେ ଜଣେ ପ୍ରକୃତରେ ରାଜକୁମାରୀ, କାରଣ 20ଟି ଗଦି ଓ 20ଟି ରେଜେଇ ତଳେ ଥିବା ଶିମ୍ବ ମଞ୍ଜିର କଠିନତାକୁ ସେ ଅନୁଭବ କରିପାରିଛି। ଏପରି ଜଣେ ସୁକୁମାରୀ ରାଜକୁମାରୀକୁ ରାଜା ଓ ରାଣୀ ତାଙ୍କର ପୁତ୍ରକୁ ବିଭା ଦେଲେ। ସେଇ ଶିମ୍ବ ମଞ୍ଜିଟିକୁ ନେଇ ରାଜପ୍ରସାଦର ଯାଦୁଘରେ ସାଇତି ରଖିଲେ। ଯଦି ସେହି ଶିମ୍ବ ମଞ୍ଜିଟିକୁ କେହି ଚୋରି କରିନଥିବ ତାହେଲେ ତାହା ଏପର୍ଯ୍ୟନ୍ତ ମଧ୍ୟ ସେଇଠି ଥିବ। ଯଦି କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।